ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରାର୍ଥନାର ଓଲଟା ଉତ୍ତର। ପ୍ରାର୍ଥନାର ଓଲଟା ଉତ୍ତର। ପ୍ରିୟମାନେ, ଆମେ ଅନେକ ସମୟରେ ଆମେ ପ୍ରାର୍ଥନା କରିଥାଉ। ଆମେ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିଥାଉ, ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିଥାଉ, ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥାଉ। ମାତ୍ର ତା'ର ଓଲଟା ଉତ୍ତର ଗୁଡ଼ିକ ଆସିଥାଏ। ଆମେ ଶାନ୍ତି ନିମନ୍ତେ ପ୍ରାର୍ଥନା କରୁ, ଅଧିକ ଅଶାନ୍ତି ହୋଇଯାଏ। ଆମେ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରୁ, ଆହୁରି ଅଧିକ ଅସୁସ୍ଥ ହୋଇଯାଏ। ଆମେ ଏହି ପ୍ରକାର ଭାବରେ ଅନେକ ସମୟରେ ଆମେ ଦେଖୁ ଯୋହନ ସୁସମାଚାର 11 ଅଧ୍ୟାୟରେ ଆମେ ଗୋଟିଏ ବହୁତ ସୁନ୍ଦର ଘଟଣାକୁ ଆମେ ଦେଖୁଛୁ ଯେ ମାର୍ଥା ଓ ମରିୟମଙ୍କର ଭାଇ ଲାଜାର ସେ ପୀଡ଼ିତ ଥିଲେ, ଅସୁସ୍ଥ ଥିଲେ। ସେଥିପାଇଁ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ଖବର ପଠାଇଲେ, ପ୍ରଭୁ ଆପଣ ଯେଉଁ ଲାଜାରଙ୍କୁ ପ୍ରେମ କରୁଛନ୍ତି, ସ୍ନେହ କରୁଛନ୍ତି, ସେ ପୀଡ଼ିତ ଅଛନ୍ତି। ତାଙ୍କୁ ଯେତେବେଳେ ସେ ଉତ୍ତର ପାଇ ତାଙ୍କର ପ୍ରାର୍ଥନା ରିକ୍ୱେଷ୍ଟଟା ଦିଆଯାଉଛି, ସେହି ସମୟରେ ସେ ପୀଡ଼ିତ ଥିଲେ। ମାତ୍ର ଆଉ କ'ଣ ହେଲା, ପ୍ରାର୍ଥନା କଲା ପରେ ସେ ପୀଡ଼ିତ ରହୁନାହାନ୍ତି, ସେ ମୃତ୍ୟୁବରଣ କରୁଛନ୍ତି। ଦେଖନ୍ତୁ କି ପ୍ରକାର ଭାବରେ ଯେତେବେଳେ ସେ ପ୍ରାର୍ଥନା କରୁଛନ୍ତି ସେହି ସମୟରେ ଲାଜାର ପୀଡ଼ିତ ଥିଲେ। ମାତ୍ର ଯେଉଁ ସମୟରେ ସେମାନେ ପ୍ରାର୍ଥନା କରି ଚାଲିଛନ୍ତି, ଲାଜାର ଆହୁରି ଅଧିକ ପୀଡ଼ିତ ହେଇକି ଲାଷ୍ଟକୁ ସେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଦେଖନ୍ତୁ କି ପ୍ରକାର ଭାବରେ ଏହି ପ୍ରକାର ଭାବରେ ଆମ ଜୀବନରେ ଅନେକ ସମୟ ହେଇଥାଏ। ମିଶର ଦେଶରେ ଇସ୍ରାଏଲ ଲୋକମାନେ ମିଶରର ରାଜା ଫାରୋର ଦାସତ୍ୱରେ ଥିଲେ, ଗୁଲାମ ହେଇକି ଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ମୋଶା ଗଲେ। ସେହି ସମୟରେ ଫାରୋ ଉଦ୍ଧାର କ'ଣ ଦେବେ, ସେ ତାଙ୍କୁ ଆହୁରି ଅଧିକ କଠିନ ଦାସ୍ୟକର୍ମ କରାଉଛନ୍ତି। ବିଭିନ୍ନ ପ୍ରକାର ସମୟରେ ଆମେ ମଧ୍ୟ ପ୍ରାର୍ଥନା କରିଥାଉ, ମାତ୍ର ପ୍ରାର୍ଥନାର ଓଲଟା ଉତ୍ତର ଆସେ। ମାତ୍ର ଯେତେବେଳେ ମଧ୍ୟ ଆପଣ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିବେ, ରୋଗ ଟିକେ ବଢ଼ିଯାଉଥିବ। ଯେଉଁ ସମୟରେ ଆପଣ ଶାନ୍ତି ନିମନ୍ତେ ପ୍ରାର୍ଥନା କରିବେ, ସେହି ସମୟରେ ଟିକେ ଆଉ ଅଧିକ ଅଶାନ୍ତି ହେଇଯାଉଥିବ। ଯେଉଁ ସମୟରେ ଫାଇନାନ୍ସିଆଲ ବ୍ଲେସିଂ ନିମନ୍ତେ ଆପଣ ପ୍ରାର୍ଥନା କରୁଥିବେ, ସେହି ସମୟରେ ଆଉ ଟିକେ ଅଭାବ ହେଉଥିବ। ଏଥିରେ ଆପଣ ଜାଣିଦିଅନ୍ତୁ ଯେ ପରମେଶ୍ୱର ସେ ପରମାନେଣ୍ଟ ସଲ୍ୟୁସନ୍ କରିବା ପାଇଁ ଚାହୁଁଛନ୍ତି, ଗୋଟେ ଚିରସ୍ଥାୟୀ ସମାଧାନ କରିବା ପାଇଁ ଚାହୁଁଛନ୍ତି। এই বিষয়ଗୁଡ଼ିକ ଆମେ ଦେଖୁଛୁ। ସେଥିପାଇଁ ପ୍ରାର୍ଥନା କରିବାଟା ବନ୍ଦ କରିବାର ନାହିଁ। ଯେଉଁ ସମୟରେ ଆମେ ପ୍ରାର୍ଥନା କରୁଛୁ, ଉତ୍ତର ଓଲଟା ହେଇଯାଉଛି, ଆମର ସୁସ୍ଥତା ନ ଯାଇ ଅଧିକ ଅସୁସ୍ଥ ହେଇଯାଉଛନ୍ତି, ଆମର ଶାନ୍ତି ନ ହୋଇ ଅଧିକ ଅଶାନ୍ତି ହେଇଯାଉଛି, ସେହି ସମୟରେ ନୀରବ ରହିବା କଥା ନୁହେଁ। ପ୍ରିୟମାନେ, ଏଇଟା ହିଁ ଆମମାନଙ୍କୁ ବାଇବଲ ଆମମାନଙ୍କୁ ଶିଖାଏ। ଯେଉଁ ସମୟରେ ମାର୍ଥା ମରିୟମ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ନିଜ ଭାଇଙ୍କ ପାଇଁ ସେମାନେ ପ୍ରାର୍ଥନା ଲୋଡ଼ିଛନ୍ତି, ସେହି ସମୟରେ ଭାଇ ମରିଗଲା ପରେ ଭାଇଙ୍କୁ ନେଇକିନା କବର ଦେଇଦେଲେ। ସମ୍ପୂର୍ଣ୍ଣ ଭାବରେ ଆଶାଶୂନ୍ୟ ହେଇଗଲେ। ଆଉ ଯୀଶୁଖ୍ରୀଷ୍ଟ ସେ ମୃତ୍ୟୁବରଣ କଲା ବୋଲି ଜାଣିକିନା ସେ ଆସୁଛନ୍ତି, ଘରକୁ ମଧ୍ୟ ଆସୁନାହାନ୍ତି, ସେ ବାଟରେ ଅଛନ୍ତି। ସେହି ସମୟରେ ମାର୍ଥା ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଯାଇକିନା ଭେଟୁଛନ୍ତି। ଆଉ ଯୀଶୁଖ୍ରୀଷ୍ଟ ମାର୍ଥାଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଉଛନ୍ତି। ସେହି ସମୟରେ ଯୀଶୁଖ୍ରୀଷ୍ଟ କହିଲେ ଯେ ତୁମର ଭାଇ ଲାଜାର ବଞ୍ଚିବ। ସେତେବେଳେ ସେ କହୁଛନ୍ତି, ହଁ ପ୍ରଭୁ, ମୁଁ ଜାଣେ ମୋ ଭାଇ ଲାଜାର ବଞ୍ଚିବ, କାରଣ ଆମମାନେ ଜାଣିଛୁ, ଆମେ ପୁନରୁତ୍ଥାନରେ ଭରସା ରଖୁଛୁ, ସେ ଶେଷ ଦିନରେ ସେ ପୁନରୁତ୍ଥାନ ହେବ। ଏଇଟା ସେ କହିଲେ। ମାତ୍ର ସେ କହିଲେ ସେତେବେଳେ ପୁନରୁତ୍ଥାନ ହେବ ନାହିଁ, ସେତେବେଳେ ବଞ୍ଚିବ ନାହିଁ, ଏବେ ବଞ୍ଚିବ। ପ୍ରିୟମାନେ, ଏବେ ବଞ୍ଚିବ ବୋଲି କହିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସମାଧି ନିକଟକୁ ଗଲେ। ଆଉ ସମାଧି ନିକଟକୁ ଯାଇ ସେ ଲାଜାରଙ୍କୁ ଡାକିଲେ। 43 ପଦରେ ଏହା କହି ଉଚ୍ଚ ସ୍ୱରରେ ଡାକିଲେ, ଲାଜାର ବାହାରି ଆସ। ମୃତ ଲୋକଟି ବାହାରି ଆସିଲେ। ତାଙ୍କ ହାତ ଓ ପାଦ ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, ଏହାର ବନ୍ଧନ ଫିଟାଇ ଚାଲିଯିବାକୁ ଚାଲି ଦିଅନ୍ତୁ। କି ପ୍ରକାର ପ୍ରିୟମାନେ, ଏହି ସ୍ଥାନରେ ଆମେ ଏତେ ସୁନ୍ଦର ଭାବେ ଆମେ ଦେଖୁଛୁ। ସେଥିପାଇଁ ପ୍ରାର୍ଥନାର ଓଲଟା ଉତ୍ତର
ଯେଉଁ ସମୟରେ ଆମେ ପ୍ରାର୍ଥନା କରୁଛୁ ପରିସ୍ଥିତି ଆହୁରି ବିଗିଡ଼ି ଯାଉଛି, ଆମେ ପ୍ରାର୍ଥନା ଯାଉଛୁ ପରିସ୍ଥିତି ବିଗିଡ଼ି ଯାଉଛୁ, ଉପବାସ କରୁଛୁ ପରିସ୍ଥିତି ବିଗିଡ଼ି ଯାଉଛି, ସେହି ସମୟରେ ଆମେ ହତାଶ ନିରାଶ ହେବା କଥା ନୁହେଁ, ଭାଙ୍ଗି ପଡ଼ିବା କଥା ନୁହେଁ। ଆଉ ପ୍ରାର୍ଥନା କରିକି ଲାଭ, ମୁଁ ପ୍ରାର୍ଥନା କଲେ ଆହୁରି ଦୁଃଖ ବଢ଼ୁଛି, ଆହୁରି କଷ୍ଟ ବଢ଼ୁଛି, ଆହୁରି ସମସ୍ୟା ବଢ଼ୁଛି। ଆମର ଅନେକଙ୍କ ଜଣଙ୍କର ଏହି ପ୍ରକାର ଭାବରେ ମନୋଭାବ ଥାଏ। ମାତ୍ର ଯେଉଁ ସମୟରେ ଆପଣ ପ୍ରାର୍ଥନା କରୁଛନ୍ତି ସମସ୍ୟା ବଢ଼ୁଛି, ଯେଉଁ ସମୟରେ ପ୍ରାର୍ଥନା କରୁଛନ୍ତି ରୋଗ ବଢ଼ୁଛି, ସେହି ସମୟରେ ଆପଣ ଏତିକି ଜାଣନ୍ତୁ ପରମେଶ୍ୱର ଆପଣଙ୍କୁ ଗୋଟେ ପରମାନେଣ୍ଟ ସଲ୍ୟୁସନ୍ ଦେବା ପାଇଁ ଚାହୁଁଛନ୍ତି। ସେଇ ରୋଗରୁ, ସେ ସମସ୍ୟାରୁ, ସେ ଅଭାବରୁ, ସେ ଅଶାନ୍ତିରୁ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ବାହାର କରିବା ପାଇଁ ଯାଉଛନ୍ତି। ଯେଉଁ ସମୟରେ ମାର୍ଥା ମରିୟମ ପ୍ରାର୍ଥନା କଲେ ତାର ସମସ୍ୟା ବଢ଼ିଗଲା, ଯେଉଁ ସମୟରେ ମୋଶା ଫାରୋଙ୍କୁ କହିଲେ ଇସ୍ରାଏଲ ଲୋକମାନଙ୍କ ସମସ୍ୟା ବଢ଼ିଗଲା, ପରମେଶ୍ୱର କ'ଣ କଲେ ଯେ ଇସ୍ରାଏଲ ଲୋକମାନଙ୍କୁ ବାହାର କଲେ, 10ଟା ଆଶ୍ଚର୍ଯ୍ୟ କର୍ମ କଲେ, ସୁପସାଗରକୁ 2 ଭାଗ କରି ଇସ୍ରାଏଲ ଲୋକମାନଙ୍କୁ ଧରି ଆସିଲେ। ଫାରୋ ଆଉ ତା ସୈନ୍ୟ ଶ୍ରେଣୀକୁ ସେହି ସୁପସାଗରରେ ସେ ବୁଡ଼ାଇ ଦେଲେ। ପ୍ରିୟମାନେ, ଏଠୁ ଆମେ ଜାଣିପାରୁଛୁ ଯେ ପ୍ରାର୍ଥନାର ଓଲଟା ଉତ୍ତର ଯେତେବେଳେ ଆସେ, ଆମେ ପ୍ରାର୍ଥନା କରିବା ସମୟରେ ସମସ୍ୟା ବଢ଼ିଯାଏ, ରୋଗ ବଢ଼ିଯାଏ, ଅଭାବ ବଢ଼ିଯାଏ, ଅଶାନ୍ତି ବଢ଼ିଯାଏ। ଏହି ପ୍ରକାର ଆମ ଜୀବନରେ ହୁଏ। ଯେତେବେଳେ ଆପଣଙ୍କ ଜୀବନରେ ଏ ପ୍ରକାର ହେଉଛି, ଆପଣ ଜାଣନ୍ତୁ ପରମେଶ୍ୱର ନୀରବ ନାହାନ୍ତି, ପରମେଶ୍ୱର କାମ କରୁଛନ୍ତି। ଆପଣଙ୍କୁ ଆପଣଙ୍କ ମନ, ଜଗତ, ଶୈତାନ ବିଭିନ୍ନ ପ୍ରକାର ଭାବରେ ଆସି କହିବେ ଯେ ନାଇଁ, ଆଉ ତୁ ଉଦ୍ଧାର ପାଇପାରିବୁ ନାହିଁ, ପରମେଶ୍ୱର ତୁ ରକ୍ଷା କରିପାରିବେ ନାହିଁ। ଏ ପ୍ରକାର ମନୋଭାବ ଆମେ ନ ରଖି ଆମେ ପ୍ରଭୁଙ୍କ ଉପରେ ଆହୁରି ଦୃଢ଼ ବିଶ୍ୱାସ କରିବା, ପ୍ରଭୁଙ୍କ ଉପରେ ଆହୁରି ଆମେ ଦୃଢ଼ ଭରସା କରିବାର ଆବଶ୍ୟକ ରହିଛି। ଯେତେବେଳେ ଆମେ କରହ ସନ୍ତାନ ଗଣର ଗୀତ ଆମେ ଦେଖୁଛୁ 42 ପଦରେ, ସେ କି ପ୍ରକାର ଭାବରେ ନିଜର ପ୍ରାଣକୁ ସେ ବୁଝାଉଛନ୍ତି, କହୁଛନ୍ତି 42:11, ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ, ପୁଣି ତୁମେ କାହିଁକି ମୋ ଅନ୍ତରର ଅସ୍ଥିର ହେଉଅଛ? ତୁମେ ପରମେଶ୍ୱରଙ୍କଠାରେ ଭରସା ରଖ, କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି। ସେ ମୋ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁ ସମୟରେ ମଧ୍ୟ ପ୍ରାର୍ଥନାର ଓଲଟା ଉତ୍ତର ଆସୁଛି, ସେ ସମୟରେ ଭାଙ୍ଗି ପଡ଼ନ୍ତୁ ନାହିଁ। ଆପଣ ପ୍ରାର୍ଥନା କରିଛନ୍ତି, ଆପଣ ପ୍ରଭୁଙ୍କୁ ଜଣେଇଛନ୍ତି, ଆପଣ ପବିତ୍ର ଜୀବନଯାପନ କରୁଛନ୍ତି, ଆପଣ ଧାର୍ମିକତାର ମାର୍ଗ ଧରିଛନ୍ତି, ହେଲେ ମଧ୍ୟ ପରିସ୍ଥିତି ବିଗିଡ଼ି ଯାଉଛି, ଅନ୍ୟମାନେ ଠିକ୍ ମାର୍ଗରେ ନାହାନ୍ତି, ମାତ୍ର ସେମାନଙ୍କ ପରିସ୍ଥିତି ଆହୁରି ଅଧିକ ଭଲ ରହୁଛି। ବ୍ୟସ୍ତ ହୁଅନ୍ତୁ ନାହିଁ, କୌଣସି ପ୍ରକାର ହତାଶ ନିରାଶ ହେବାର ଆବଶ୍ୟକ ନାହିଁ। ପରମେଶ୍ୱର ଆପଣଙ୍କୁ ଗୋଟେ ପରମାନେଣ୍ଟ ସଲ୍ୟୁସନ୍ ଦେବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ପରିସ୍ଥିତିରୁ ବାହାର କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପ୍ରଭୁଙ୍କ ଉପରେ ଭରସା ରଖନ୍ତୁ, ଶୋକାକୁଳ ହୁଅନ୍ତୁ ନାହିଁ, ଭାଙ୍ଗି ପଡ଼ନ୍ତୁ ନାହିଁ, ଆପଣ ଭରସାହୀନ ହୁଅନ୍ତୁ ନାହିଁ, ଅସ୍ଥିର ହୁଅନ୍ତୁ ନାହିଁ, ସ୍ଥିର ହେଇ ପ୍ରଭୁଙ୍କ ଉପରେ ଭରସା ରଖନ୍ତୁ। ପରମେଶ୍ୱର ଆପଣଙ୍କୁ ଗୋଟେ ଚିରସ୍ଥାୟୀ ସମାଧାନ ଦେବେ, ଆଶ୍ଚର୍ଯ୍ୟ କର୍ମ କରିବେ। ଯେଉଁ ଲାଜାର 4 ଦିନ ହେଲା କବର ଭିତରେ ଥିଲେ, ସେହି ଲାଜାର କୌଣସି ପ୍ରକାର ଭାବରେ ବାହାରିବେ କି ତାଙ୍କର ଘର ଲୋକ ମଧ୍ୟ ବିଶ୍ୱାସ ନଥିଲା। ମାର୍ଥା ନିଜେ କହିଲେ, ପ୍ରଭୁ ସେ 3 ଦିନ ହେଲାଣି କବରରେ ଅଛନ୍ତି, ଆଉ ସେ ଗନ୍ଧି ଗଲେଣି। ପ୍ରଭୁ କହିଲେ, ବ୍ୟସ୍ତ ହୁଅନି, ଖାଲି ପଥର ଗଡ଼େଇ ଦିଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଅବିଶ୍ୱାସର ପଥରକୁ ଆମେ ଗଡ଼େଇ ଦେବା, ପରମେଶ୍ୱର ସେ ଆଶ୍ଚର୍ଯ୍ୟ କର୍ମ କରିବେ, ପରମେଶ୍ୱର ଅଦ୍ଭୁତ ଲକ୍ଷଣ ସାଧନ କରିବେ। ସେ ପରମେଶ୍ୱର ଆଶ୍ଚର୍ଯ୍ୟ କର୍ମ କରିବା ପରମେଶ୍ୱର, ତାଙ୍କ ଉପରେ ଆମେ ଭରସା ରଖିପାରିବା। ପ୍ରାର୍ଥନା କରିବା ପାଇଁ ଯିବା। ମଙ୍ଗଳମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ଆମମାନଙ୍କ ପ୍ରାର୍ଥନା ଗୁଡ଼ିକ ଶୁଣୁଛ, ଉତ୍ତର ଦେଉଛ। ପ୍ରଭୁ, ଆମେ ଅନେକ ସମୟ ପ୍ରାର୍ଥନା କରିବା ସମୟରେ ପରିସ୍ଥିତି ବିଗିଡ଼ି ଗଲେ ଆମେ କ'ଣ କରିବୁ ଆମେ ଜାଣିନଥାଉ, ମାତ୍ର ତୁମେ ସବୁ ସମୟରେ ତ ବାକ୍ୟ ଦ୍ୱାରା ତୁମେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ, ଆମକୁ ଏନକରେଜ୍ କରୁଛ। ଆମେ ତୁମକୁ ଧନ୍ୟବାଦ ଦେଉଛୁ ରାଜା। ତୁମେ ଆମମାନଙ୍କୁ ସମ୍ଭାଳିବା ପରମେଶ୍ୱର, ଯତ୍ନ ନେବା ପରମେଶ୍ୱର। ଯେଉଁମାନେ ମଧ୍ୟ ପ୍ରାର୍ଥନା କରିଛନ୍ତି ପରିସ୍ଥିତି ବିଗିଡ଼ି ଯାଉଛି, ଏହି ପ୍ରକାର ଭାଇ ଭଉଣୀମାନଙ୍କ ଯତ୍ନ ନିଅ। କୌଣସି ପ୍ରକାର ଭାବରେ ହତାଶ ନିରାଶ ହେବା ପାଇଁ ଦିଅ ନାହିଁ। ତୁମେ ଯେଉଁ ପରମାନେଣ୍ଟ ସଲ୍ୟୁସନ୍ ଦେବା ପାଇଁ ଚାହୁଁଛ, ସେ ପରମାନେଣ୍ଟ ସଲ୍ୟୁସନ୍କୁ ସେମାନେ ବୁଝିପାରିବେ, ଜାଣିପାରିବେ, ଡିସ୍କରେଜ୍ ନ ହୋଇ ତୁମ ଉପରେ ଭରସା ରଖି ଆଗକୁ ବଢ଼ିବେ। ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।